ହ୍ୟାଲୋ ଫ୍ରେଣ୍ଡ ମୋର ଆଉ ଗୋଟେ ନୂଆ ଭିଡ଼ିଓ ଚାଲନ୍ତୁ ଚାଲନ୍ତୁ ଦେଖିବା ନ୍ୟୁ ଭିଡ଼ିଓଟା କ'ଣ ଘଟୁଛି। ଏ 9 ଆଜି ଆମକୁ ଏତେ ହଇରାଣ କରିବ ବୋଲି ଆମେ କେବେ ଜାଣିନଥିଲ। ଏ 9 ଆଜି ଆଜି ମୁଁ 12ଟା ରାତିରେ ରହିଲି, ଯେ 8ଟା ରାତିରେ ଶୋଇଲା ଆଜି 12ଟା ରାତିରେ ରହିଲା। ମୁଁ ଶୋଉଛି ଶୁଣ ତମ ପାଇଁ। ତ ଏଇ ସଞ୍ଜବେଳେ ଆର ବେମାର ବାହାରିଲା, ଏ ତ ସଞ୍ଜବେଳେ ତୋର ବାପା ତାର ସଜାଡ଼ି ଦେଲେ ଯେମିତି ନାହିଁ ସେମିତି କରି ତ ଭଲ ଭାବରେ ଝୁଲିଲା। ମାମା କହିଲା ଯାହା ହଉ ତମେ ସଜାଡ଼ି ଦେଲ ପୁରା ବାତ୍ୟା ଦେଲା ଆଉ। ଆମେ ସମସ୍ତେ ସବୁ ଚିଇ ଯାଇଥିଲୁ, ତାର ଝିଅଟି ଛଡ଼େଇ ଦେଇଥିଲା ସାଇଡ୍ ଠିକ୍ କରିଛି। ତ ଫ୍ୟାନ୍ ରହିଲା ବେଳକୁ ପୁରା ସାଇଡ୍ରେ ଝୁଲିଲା, ପୁରା ଏତେ ଜୋରେ ବାତ୍ୟା ବାଜା ପବନ ଥିଲା, ମୁଁ ତ ପୁରା ବହୁତ ଛେଚି ହେଇଯାଇଥିଲି। ଯାହା ହଉ ଆଜି ପୁରା ବାତ୍ୟା ବାତ୍ୟା ପବନ ଦଉଛି, ପୁରା ଶାନ୍ତିରେ ଗରମରୁ ମୁକ୍ତି ପାଇବି ଆଉ। ଦେଖନ୍ତୁ ଏଠି ବାପା ତାହେଲେ ମୋତେ ପଖାଳରେ ଯୋଉ ଗରମ ହେଉଛି ମୁଁ ପଖାଳ ଖାଇକି ଶାନ୍ତିରେ ଶୋଇବି। ଆମ ଝିଅଟି ଆମ୍ବ ଛାଟିଟେ ଅଣ୍ଡା ଭଜିଆ ଏଠି ତ ମାମା ଲଦେଇଥିଲେ ଚାଲିଥିଲା, ବାପା ଏଠି ପଖାଳ ଖାଇ ଦେଇଥିଲେ। ଆମେ ସବୁ ସାଇଠି ଶୋଇଥିଲୁ। ତ ପୁଣି ତ ଅଧ ରାତିରୁ 10ଟା ରାତିରୁ ବେମାର ବାହାରିଲା ଆଉ। ଦେଶଟା ପାରେ ପୁରି ଶୋଇଥିଲୁ, ପୁଣି ତା ବେମାର ବାହାରିଲା। ନାଇଁ ପୁରା ଫ୍ୟାନ୍ ଆଉ ଚାଲିଲାନି, ବନ୍ଦ ହେଇଲା। ବାପା କହିଲା କାଲି ଛାତ ଉପରକୁ ପଳେଇବା। ମାମା କହିଲା ଏଇଥର ସଜାଡ଼ି ନହେଲେ ଆମେ ଛାତ ଉପରକୁ ପଳେଇବା। ବାପା କହିଲା ହଉ। ବାପା ଟିକେ ଫ୍ୟାନ୍ଟା ସରି ଦେଇଥିଲା, ସଜାଡ଼ିବାରେ ଲାଗିଦେଲେ। ଏଠି ମାନେ ସବୁ ଠୋଲି ଛାଲି ଦେଇଥିଲେ ଫ୍ୟାନ୍ର। ଏଠି ଚାପା ଟିଚର ଲଦେଇ ଦେଲେ ଆଉ ଗୋଟେ ନୂଆ, ପୁରୁଣା ହେଇଯାଇଥିଲା ବୋଲି ବୋଧେ ଏମିତି ହେଲା। ବାପା କହିଲେ ରହ ମୁଁ ଆଉ ଗୋଟେ ନୂଆ ଲଦେଇ ଦଉଛି। ବାପା ସବୁ ଫ୍ୟାନ୍ ମାନେ ସବୁ ରଖିଥାନ୍ତି, ଧଡ଼େ ଆମର ଥିଲା ଏଠି ଲଦେଇ ଦେଇଥିଲେ ବାପା। ତ ଲଦେଇ ସାରିଲା ପରେ ଏଠି ଚଟମଟରେ ବାପା ଲଦେଇ ଦେଇଥିଲେ, ଯେମିତି ଟୋଟାଲ ଲଦେଇ ଦେଉଛନ୍ତି। ତ ଏଇଥର ଯେମିତି ହେଇଯାଉ, ପୁରା ହେଇଯାଇଥିଲା। ତ ଏଇ 9ଟା ଆମକୁ ଏତେ ହଇରାଣ ଥିଲା ମୁଁ କେବେ ବି ଜାଣିନଥିଲି। ପୁଣି ଅଧ ରାତି ଚଳିବାର ନାହିଁ କିଏ ଜାଣେ। ଓ ରହୁଛି ରହିଯାଉ ନା, ଦେଖା ହବ ଆଉ ଗୋଟେ ମିନୁ ବର୍ଷ। ମୋ ପାଟି ଲାଗୁଛି ସେଇ ଛଡ଼ା ଭାଇ ଏମିତି ମାଇଣ୍ଡ ନେବେନି। ଆଜି ଆଉ ଭଲ ଭଲ ଭିଡ଼ିଓ ଆଣିପାରିବି, ହେଲେ ଆପଣଙ୍କର ଭଲ ପାଇବା ସପୋର୍ଟ ଦେଖାରେ ରହୁଛି। ଜୟ ଜଗନ୍ନାଥ।